ହ୍ୟାଲୋ ସାଙ୍ଗମାନେ ନମସ୍କାର ଜୟ ଜଗନ୍ନାଥ ମୋର ଆଉ ଗୋଟେ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ମୁଁ ବର୍ତ୍ତମାନ ଆମର ବିଏମ୍ଏସ୍ ସେକ୍ଟରରେ ଯେଉଁ ଅଙ୍ଗନୱାଡ଼ି ଜ୍ଞାନ କେନ୍ଦ୍ର ଯେଉଁ ସେଣ୍ଟର ଗୁଡ଼ାକ ସବୁ କରିବା ପାଇଁ କୁହାଯାଇଥିଲା ସେଥିରୁ ଗୋଟେ ସେଣ୍ଟର କିପରି ଅଙ୍ଗନୱାଡ଼ି ଜ୍ଞାନ କେନ୍ଦ୍ରରେ କ'ଣ ସବୁ ସଜେଇଛନ୍ତି, କ'ଣ ପିଲାମାନଙ୍କ ପାଇଁ ହାତ ତିଆରି ଜିନିଷ ସବୁ ରଖିଛନ୍ତି ଏବଂ ଅଙ୍ଗନୱାଡ଼ି ଜ୍ଞାନ କେନ୍ଦ୍ର କ'ଣ, କାହିଁକି ଏଇଟା କରାଯାଇଛି ଏବଂ ସବୁ ସେଣ୍ଟରକୁ ଏ ଜ୍ଞାନ କେନ୍ଦ୍ର କରିବା ପାଇଁ କୁହାଯାଇଛି ନା କିଛିଟା ସେଣ୍ଟରକୁ କୁହାଯାଇଛି, ଏଇସବୁ ଜିନିଷ ଗୁଡ଼ାକ ଆମର ଦିଦିମାନେ ଏଠି ଆସିକି କ'ଣ ସବୁ ପ୍ରୋଗ୍ରାମ୍ କରିଛନ୍ତି ଦେଖିବା ଏବଂ ପ୍ରୋଗ୍ରାମରେ କ'ଣ କ'ଣ ସବୁ ଜିନିଷ ସଜେଇଛନ୍ତି, କେମିତି କ'ଣ କରିଛନ୍ତି। ଆମେ ବର୍ତ୍ତମାନ ସେଇ ଫଟୋ ଚିତ୍ର ଗୁଡ଼ାକ ମୁଁ ରଖୁଛି ବା ତାଙ୍କର କିଛିଟା ଭିଡ଼ିଓ ମଧ୍ୟ ମୁଁ ରଖୁଛି, ଆପଣମାନେ ସମସ୍ତେ ଦେଖିବେ ଜ୍ଞାନ କେନ୍ଦ୍ରଟା କ'ଣ ପାଇଁ କରିବା ଦ୍ୱାରା ପିଲାମାନଙ୍କର କ'ଣ ଉନ୍ନତି ହେଉଛି, ଛୋଟ ଛୋଟ କୋମଳବତୀ ଶିଶୁମାନେ ପାଠ ପଢ଼ିବା ପାଇଁ ଆଗ୍ରହ କିପରି ହେବେ, ସେମାନଙ୍କର ଆଗ୍ରହକୁ ବଢ଼ାଇବା ପାଇଁ ଆମର ଖେଳକୁଦ ନାଚ ଗୀତ ମାଧ୍ୟମରେ ଆମେ ପାଠ ପଢ଼ାଇବା ସହିତ ଆମର କିଛି ହାତ ତିଆରି ବା ହାତ ପ୍ରସ୍ତୁତ କିଛି TLM ଆମର ସବୁ ତିଆରି କରାହେଇଛି ହାତରେ, ଯେଉଁ ସବୁ ହାତ ତିଆରି ଜିନିଷ ଗୁଡ଼ିକ ମଧ୍ୟ ରଖାଯାଇଛି ଏବଂ ଦିଦି କ'ଣ କ'ଣ ତିଆରି କରିଛନ୍ତି ଛୋଟ ଛୋଟ ପିଲାମାନଙ୍କ ପାଇଁ ତାହା ମଧ୍ୟ ଆପଣମାନଙ୍କୁ ଜଣେଇବେ ଏବଂ ଜ୍ଞାନ କେନ୍ଦ୍ରଟା କ'ଣ ପାଇଁ କରାଯାଉଛି, ଏହା କରିବା ଫଳରେ ପିଲାମାନଙ୍କର କେଉଁ କେଉଁ ବିକାଶ ହେଉଛି ସବୁ ଜିନିଷ ଗୁଡ଼ିକ ଆମର ଏଠାରେ ଅଙ୍ଗନୱାଡ଼ି କର୍ମୀ ଜଣେଇବେ। ତା ସହିତ ଏଠି ପ୍ରଥମେ ସମସ୍ତ ଦିଦିମାନେ ଥିଲେ, ଅନ୍ୟ କର୍ମୀମାନେ ମଧ୍ୟ ଏଠାରେ ଉପସ୍ଥିତ ଥିଲେ, ଅନ୍ୟ ପାଖ ସେଣ୍ଟରର ଅଙ୍ଗନୱାଡ଼ି କର୍ମୀମାନେ ଅନ୍ୟ ଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ସେଠାରେ ଆଗ୍ରହର ସହିତ ସମସ୍ତେ ଉପସ୍ଥିତ ଥିଲେ। ଆମର ଏଇ ଜଟଣୀ ବ୍ଲକ ICDS ଡିପାର୍ଟମେଣ୍ଟର ICDS ପ୍ରୋଜେକ୍ଟର ଯେଉଁ ଆମର ଦିଦିମାନେ ଏଠି ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ଏଠାର ଯେଉଁ ଦିଦିଙ୍କୁ ଏଇ ଜ୍ଞାନ କେନ୍ଦ୍ର କାର୍ଯ୍ୟକ୍ରମ କରିବା ପାଇଁ କୁହାଯାଇଛି ସେ ଦିଦି ମଧ୍ୟ ଆପଣମାନଙ୍କୁ କିଛି ଶୁଣେଇବେ ଏବଂ କ'ଣ କ'ଣ ସେ ପିଲାମାନଙ୍କ ପାଇଁ ତିଆରି କରିଛନ୍ତି, ମଧ୍ୟ କେଉଁ ଜିନିଷରେ ସେ ତିଆରି କରିଛନ୍ତି ସେଇ ଜିନିଷ ଗୁଡ଼ିକ ସେ ବର୍ତ୍ତମାନ ପ୍ରଦର୍ଶନ କରିବେ ଏବଂ ସେ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଆଲବମ୍ କରିଛନ୍ତି। ଆଲବମ୍ରେ କ'ଣ କ'ଣ ସବୁ ଫଟୋ ଚିତ୍ର ଏବଂ କେଉଁଥିରେ ତିଆରି କରିଛନ୍ତି, ପିଲାମାନଙ୍କର ପଢ଼ିବା ପାଇଁ ଆଗ୍ରହ କିପରି ହେବ ସେଥିପାଇଁ ସେ ମଧ୍ୟ ଏଇ ଆଲବମ୍ ଗୁଡ଼ିକ ତିଆରି କରିଛନ୍ତି। ସେ ଆଲବମ୍ରେ ବିଭିନ୍ନ ପ୍ରକାରର ଫଟୋ ଚିତ୍ର ଲଗେଇଛନ୍ତି, କ୍ରାଫ୍ଟ ୱାର୍କ କରିଛନ୍ତି, ଟିପ ମାରିକି ପିଲାମାନଙ୍କର ଚିତ୍ର କେମିତି ସେମାନେ ସୁନ୍ଦର ଭାବରେ କରିପାରିବେ ସେଇଗୁଡ଼ିକ କରିଛନ୍ତି ଏବଂ କିଛି ପୋଷ୍ଟର ମଧ୍ୟ କଲେକ୍ଟ କରିକି ସେ ଆଲବମ୍ଟି ତିଆରି କରିଛନ୍ତି। ଆଲବମ୍ରେ ଆମର ଚାଉଳ ଧାନ ଏବଂ ପିଲାମାନେ ବୁଝିବା ପାଇଁ ଆଗ୍ରହରେ କିପରି ଗ୍ରହଣ କରିବେ ପାଠଟିକୁ, ସେଥିପାଇଁ ସେ ଗୋଟେ ସୁନ୍ଦର ଆଲବମ୍ ମଧ୍ୟ ତିଆରି କରିଛନ୍ତି। ବର୍ତ୍ତମାନ ଆଲବମ୍ଟା ସେ ଖୋଲି ଦେଖାଉଛନ୍ତି କ'ଣ କ'ଣ ସବୁ ଚିତ୍ର କରିଛନ୍ତି ସେ ଆଲବମ୍ରେ ଆପଣମାନଙ୍କୁ, ସେ ମଧ୍ୟ କ'ଣ କ'ଣ କରିଛନ୍ତି ସେ ବୁଲାଇ ଦେଖାଉଛନ୍ତି ଏବଂ ପୁଙ୍ଖାନୁପୁଙ୍ଖ ଭାବରେ ତାଙ୍କର ସେଣ୍ଟରଟାରେ ସେ କିପରି କ'ଣ କରିକି ସଜେଇଛନ୍ତି ସେ ନିଜେ ନିଜର ମତାମତ ରଖିବେ। ବର୍ତ୍ତମାନ ମୁଁ ଆପଣମାନଙ୍କୁ ତାଙ୍କ ସେଣ୍ଟରରେ କ'ଣ କ'ଣ ସବୁ ଚିତ୍ର ପ୍ରଦର୍ଶନ କରାଯାଇଛି ତାକୁ ମୁଁ ଦେଖାଉଛି ଏଇ ଭିଡ଼ିଓ ମାଧ୍ୟମରେ ଏବଂ ଆପଣମାନେ ତା ଦେଖି ଆପଣଙ୍କୁ ଯଦି ଭଲ ଲାଗୁଛି ତାହେଲେ ନିଶ୍ଚିତ ଭାବରେ ଲାଇକ୍ ସେୟାର ଗୋଟେ ସବସ୍କ୍ରାଇବ୍ କରିବେ। ତାଙ୍କର କାନ୍ଥରେ ମଧ୍ୟ ସେ କେଉଁ ଫଟୋ ଚିତ୍ର ଲଗେଇଛନ୍ତି ତାହା ମଧ୍ୟ ମୁଁ ଆପଣମାନଙ୍କୁ ଦେଖାଉଛି ଏବଂ ଆମର ଜଣେ ଅଙ୍ଗନୱାଡ଼ି କର୍ମୀ ସେ କିପରି ପିଲାମାନଙ୍କର ଆଗ୍ରହଟା ପାଠ ପଢ଼ିବା ପାଇଁ ବଢ଼େଇବେ ଏବଂ ପିଲାଙ୍କର କେମିତି ଭାଷାଗତ ମାନସିକ ଏବଂ ଶାରୀରିକ ସବୁ ପ୍ରତ୍ୟେକ ପ୍ରକାରର କିପରି ବିକାଶ ହେବ ସେଥିଲାଗି ସେ ସବୁବେଳେ ଚେଷ୍ଟିତ ବା ଚିନ୍ତା କରିଥାନ୍ତି। ତେଣୁକରି ସବୁବେଳେ ସେ ପିଲାର ଉନ୍ନତି ପଛରେ ଆଗେଇଥାନ୍ତି, ପିଲାର କିପରି ଉନ୍ନତି ହେବ, ପିଲାଟି କେମିତି ଆଗକୁ ବଢ଼ିବ, କିଛି ଶିକ୍ଷା ଗ୍ରହଣ କରିବ, ସେଇ ସବୁ ଜିନିଷ ଗୁଡ଼ାକ ସେ ଶିକ୍ଷା ଦେଇଥାନ୍ତି। ବର୍ତ୍ତମାନ ମୁଁ ଆପଣମାନଙ୍କୁ ସେ କ'ଣ କହୁଛନ୍ତି ମୁଁ ଆପଣମାନଙ୍କୁ ଶୁଣେଇବି। ବର୍ତ୍ତମାନ ଶୁଣିବା ଦିଦି ଆପଣମାନଙ୍କୁ କ'ଣ କହୁଛନ୍ତି ଏବଂ ସେ କିପରି ଭାବରେ ଜ୍ଞାନ କେନ୍ଦ୍ରର ଏଇ କାର୍ଯ୍ୟକ୍ରମକୁ କରୁଛନ୍ତି। ଆମେ ବର୍ତ୍ତମାନ ଶୁଣିବା ସେ କ'ଣ କହୁଛନ୍ତି। ସହକର୍ମୀ ଭଉଣୀମାନଙ୍କୁ ଆଜିର ଜ୍ଞାନ କେନ୍ଦ୍ରକୁ
କାର୍ଯ୍ୟକ୍ରମ ହେଉଛି। ଆଜି ଆମର ସରକାରଙ୍କ ତରଫରୁ ଯେଉଁ ଜ୍ଞାନ କେନ୍ଦ୍ର ଗୁଡ଼ିକ ସବୁ ସେକ୍ଟରରେ ପ୍ରତି ସେକ୍ଟରରେ କିଛି ବଛା ବଛା ସେଣ୍ଟରକୁ ଜ୍ଞାନ କେନ୍ଦ୍ରର ମାନ୍ୟତା ଦିଆଯାଇଛି। ତା ମଧ୍ୟରୁ ମୋ ସେଣ୍ଟରକୁ ବି ମାନ୍ୟତା ମିଳିଛି। ତ ଜ୍ଞାନ କେନ୍ଦ୍ରର ତାର ସ୍ପେସିଫିକ ଏଥିପାଇଁ ଜ୍ଞାନ କେନ୍ଦ୍ର ଦିଆହେଇଛି, କେନ୍ଦ୍ର ଗୁଡ଼ିକୁ ମାନେ ସବୁ ସେଣ୍ଟର ଅପେକ୍ଷା ଏଇ ସେଣ୍ଟର ଗୁଡ଼ିକୁ କେମିତି ଅଧିକ ସୁସଜ୍ଜିତ କରିକି ରଖାଯାଇପାରିବ, ପିଲାମାନେ କେମିତି ଆଗ୍ରହୀତ ହେବେ ସ୍କୁଲକୁ ଆସିବା ପାଇଁକା। ଆଉ ବାକି ହେଲା କେମିତି ପିଲାମାନଙ୍କୁ ଖେଳ କୁଦ ନାଚ ଆଉ ଗୀତ ଅଭିନୟ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢ଼େଇବା। ପିଲାମାନଙ୍କୁ ତାଙ୍କର ପୁସ୍ତକଗତ ବିଦ୍ୟାରେ ସୀମିତ ନ ରଖିକି ଆମ ଅଙ୍ଗନବାଡ଼ିରେ ଯେଉଁ ଗୀତ ନାଚ ଖେଳ ଅଭିନୟ ମାଧ୍ୟମରେ ଶିକ୍ଷା ଦିଆଯାଉଛି ତାକୁ ତ୍ୱରାନ୍ୱିତ କରିକି ଶିକ୍ଷା ଦେବା। ତେଣୁକରି ଆଜିର ମୋ କେନ୍ଦ୍ରରେ ଆମର ବିଏମସି ସେକ୍ଟରର 3 ABC ଆଉ 4 ABC ପିଲାମାନଙ୍କୁ ନେଇକି ସଚେତନ କରିବାର ଥିଲା କାର୍ଯ୍ୟକ୍ରମ। ତ ମୁଁ ଯେତିକି ପାରିଛି ସେତିକି କରିଛି। ଆଉ ବାକି ଆମର ଏଇ ଜ୍ଞାନ କେନ୍ଦ୍ରର ମୁଖ୍ୟ ଇଏ ହେଲା 2ଟି ଲୋଗୋ ହେଇଛି, ଯୋଉଟା ହେଲା ଅଙ୍ଗନବାଡ଼ି ଜ୍ଞାନ କେନ୍ଦ୍ର, ଯୋଉଟାକି ମୁଁ ତଳେ ଆଙ୍କିଛି। ଆଉ ଗୋଟେ ହେଉଛି ସୂଚନା ଫଳକ। ସୂଚନା ଫଳକ ହେଲା କ'ଣ, ଆମେ ବି ଯଦି ନିଜେ ବି ଚାହିଁବା ଗୋଟେ ପେପରରେ ବି ହ୍ୱାଇଟ୍ ପେପରରେ ଯୋଉଗୁଡ଼ିକ ଇନଫର୍ମେସନ୍ ଅଛି ଯୋଉଟା ସର୍ବସାଧାରଣ ଜାଣିବା ପାଇଁକା ସେ ଇନଫର୍ମେସନ୍ଟା କାନ୍ଥରେ ଲେଖିକି ରଖିପାରିବା। ଯେମିତିକି ମୋର ଚଳିତ ମାସରେ ଗର୍ଭବତୀ କେତେ, ପ୍ରସୂତି କେତେ, ଆଉ କିଶୋରୀ ବାଳିକା କେତେ, ମାନେ MSK ଖାଉଥିବା କିଶୋରୀ ବାଳିକା ସଂଖ୍ୟା କେତେ, ଆମର ଆଶା କିଏ, ଆମର ସ୍ୱାସ୍ଥ୍ୟକର୍ମୀ କିଏ, ଆଉ ଜରୁରୀ ଫୋନ୍ ନମ୍ବର ଗୁଡ଼ିକ ଆଶା MMDD ଅଙ୍ଗନବାଡ଼ି କର୍ମୀ ଏଗୁଡ଼ିକ ରହିବା ଦ୍ୱାରା କ'ଣ, ଯିଏ ବି ଲୋକ ସାଧାରଣ ଲୋକ ବି ତାଙ୍କର ଦରକାର ପଡ଼ୁଛି ବାରମ୍ବାର ଆମ ପାଖକୁ ଆସିକି ଫୋନ୍ କରିବା ଅପେକ୍ଷା ତାଙ୍କ କାନ୍ଥରେ ରହିଲେ ସେ ଆରାମରେ ଜାଣିପାରିବେ। ଆଉ ଗୋଟେ ହେଲା ପିଲାମାନଙ୍କର ଯେଉଁ ଆକ୍ଟିଭିଟିଜ୍ ହେଉଛି ସେଗୁଡ଼ିକ କେମିତି ସୁରକ୍ଷିତ ହେଇକି ରହିପାରିବ। ଆମେ କ'ଣ କ'ଣ ପ୍ରତି ମାସରେ ଆକ୍ଟିଭିଟିଜ୍ କରୁଛେ, ତ ଆମର ତ ଫୋନରେ ଏତେ ଗୁଡ଼ିଏ ଫଟୋ ରହିପାରୁନି, ତ ତାକୁ କେମିତି ସଂରକ୍ଷିତ କରିବା ପାଇଁ ଛୋଟ ଛୋଟ ଫଟୋ ଗୁଡ଼ିକ ବି ଆମେ କରିକି କାନ୍ଥରେ ସବୁ ଲଗେଇଛୁ, ସେଇଟା ବି ଆପଣମାନେ ଦେଖିବେ। ଆଉ ବାକି ଜ୍ଞାନ କେନ୍ଦ୍ରର ମୁଖ୍ୟ ହେଉଛି ଗୋଟେ ଜ୍ଞାନ କେନ୍ଦ୍ରର ମାନେ ନିଜେ ପ୍ରସ୍ତୁତ କରୁଥିବା ଗୋଟେ ହ୍ୟାଣ୍ଡମେଡ୍ ଆଲବମ୍ ତିଆରି କରାଯାଇଛି। କେମିତି ଅଳ୍ପ ଖର୍ଚ୍ଚରେ ବା ୱେଷ୍ଟ ମେଟେରିଆଲରୁ ଆମେ କେମିତି ଗୋଟେ ଆଲବମ୍ ତିଆରି କରିପାରିବା, ସେଇଟା ହେଉଛି ମୁଖ୍ୟ ଜିନିଷ ଅଙ୍ଗନବାଡ଼ି ଜ୍ଞାନ କେନ୍ଦ୍ରର। ଆଉ ବାକି ଅଲଗା ଅଲଗା ଆକ୍ଟିଭିଟିଜ୍ ତ ସବୁବେଳେ ସବୁ କେନ୍ଦ୍ରରେ ହେଉଛି, ବାକି ମୁଁ ଆଲବମ୍ଟା ନିଜେ ସେଇଟା ଦେଖାଉଛି ଆପଣଙ୍କୁ। ଏଇଟା ହେଉଛି ମୋ ହାତ ପ୍ରସ୍ତୁତ ଆଲବମ୍। ଏଠି ରହିଛି, ଏଇଟା ପିଲାମାନେ ସବୁ ଇଂରାଜୀରେ A4 କ'ଣ B4 କ'ଣ ଏଇଟା ଜାଣିବା ପାଇଁକା ଲଗା ହେଇଛି। ସେକେଣ୍ଡରେ ଏଇଟା ମୁଁ ଛୋଟ ଛୋଟ କାଗଜ ଟୁକୁଡ଼ା ଏଇଟା ପିଲାମାନେ କାଟିକି ସବୁ ଲଗେଇଛନ୍ତି। ଶୁଆଟେ, ଏଇଟା ବି ଗୋଟେ ମାଛଟେ ଚିତ୍ର ହେଇଛି, ତା ଦେହରେ ଆମର ଯେଉଁ ଆସୁଛି ଗିଫ୍ଟ ଜରି ସେଗୁଡ଼ାକ ନଖ ପଡ଼ିକି ତା ଦେହରେ ଲଗେଇକି କରିଛି। ଏଇଟା ପିଲାମାନେ ଟିକେ ଦେଖିଲେ ଖୁସି ହେବେ ବୋଲି। ଏଇଟା ଆମର କ'ଣ କ'ଣ ଆକ୍ଟିଭିଟି ସବୁ ହେଉଛି, ଏଇଟା ବି ଫଟୋ ଗୁଡ଼ିକ ସଂରକ୍ଷିତ କରିକି ରଖିଛି। ଏଇଟା ଗୋଟେ ହାତୀର ଚିତ୍ର ହେଇଛି, ଯେଉଁଥିରେ କି ପିଲାମାନେ ତାଙ୍କ ଟିପରେ ଛୋଟ ଛୋଟ ଟିପରେ ଆମର ୱାଟର କଲର ଦେଇକି କରିଛନ୍ତି। ଏଇଟା ବି ଭଲ ସୁନ୍ଦର ଲାଗିବ ଦେଖିବା ପାଇଁକା। ତାପରେ ଏଇଟା ଅଛି, ଏଇଟା ଗୋଟେ ଫୁଲ କୁଣ୍ଡ ହେଇଛି, ଏଥିରେ ପିଲାମାନେ ଅ ଆ ହର୍ଷେଇ ଦୀର୍ଘ କେମିତି ଟିକେ ଆଟ୍ରାକ୍ଟିଭ କଲରଫୁଲ ହେଲେ ଟିକେ ତାଙ୍କୁ ସୁବିଧା ହେବ ଶିଖିବା ପାଇଁକା କରାହେଇଛି। ଏଠି ବି ଆଉ କିଛି ଆକ୍ଟିଭିଟିଜ୍ର ଫଟୋ ଗୁଡ଼ିକ ଲାଗିଛି। ଏଠି ମୁଁ 6 ଋତୁର ନାମ ତାକୁ ଲେଖିଦେଇଛି ଗୋଟେ ଛତା କରିକି, ପିଲାମାନେ ଛତା ଏଠି ଦେଖିକି ଖୁସି ହେବେ ବୋଲି ଛତା ଉପରେ ଲଗେଇ ଦେଇଛି। ଆଉ ଏଠି ଗୋଟେ ଗୋଲାପ ଫୁଲ ଆଉ ମନ୍ଦାର ଫୁଲ କରିଛି, ତାକୁ ଚାଉଳ ଚିପକେଇକି ତା ଦେହରେ କଲର ଦେଇଦେଇଛି ଟିକେ ସୁନ୍ଦର ଦେଖାଯିବା ପାଇଁ। ବାକି ଏଇଟା ହେଉଛି ଚଢ଼େଇ 3ଟି କରିଛି, ଯେଉଁଟାକି ଧାନ ଲଗେଇକି ଛୋଟ ଛୋଟ ଧାନରେ କରିଛି। ଏଇଟା ସବୁ ପଇସା ବି ଦେବାକୁ ପଡ଼ିବନି, କିନ୍ତୁ ଟିକେ ସମୟ ଇଚ୍ଛା ଶକ୍ତି ଥିଲେ ହେଇପାରିବ। ଆଉ ଏଇଟା ପ୍ରଜାପତିଟା ତିଆରି କରିଛି, ଯେଉଁଟାକି ଆମର ଯେଉଁ ମୁରୁଜ ଆସୁଛି କଲର ମୁରୁଜ ଅଠା ଦେଇକି ବି କରିପାରିବା। ହେଲେ ଆଜି ସମସ୍ତେ ନିଜର ବହୁମୂଲ୍ୟ ସମୟ ଦେଇକି ମୋ କେନ୍ଦ୍ରକୁ ଆସିଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ବି ଚାହୁଁଛି ସମସ୍ତଙ୍କଠୁ ବି କିଛି କିଛି ଶିଖିବା ପାଇଁକା ଆମେ ସମସ୍ତେ ଚେଷ୍ଟା କରିବା ଆମ ବିଏମସି ସେକ୍ଟର କେମିତି ନମ୍ବର 1 ହେଇକି ରହିବ। ଆଉ ସମସ୍ତେ ସମୟ ବାହାର କରିବା। ଛୋଟ ପିଲା ଘୋଷି ଘୋଷି ପାଠ ପଢ଼େଇଲେ ପାଠ ପଢ଼ିବେନି, ତ ତାଙ୍କୁ ପଢ଼େଇବା ପାଇଁ କିଛି ନା କିଛି ତାଙ୍କୁ ଖେଳ ସାମଗ୍ରୀ ଦରକାର। ତ ଗଭର୍ଣ୍ଣମେଣ୍ଟ ଯେତିକି ଦେଉଛି ତ ସେତିକି ହେଉନି, ତା ବ୍ୟତୀତ ଆମକୁ ସମୟ ବାହାର କରିକି କିଛି କିଛି ଖେଳନା କରିବା। ଖାଲି ଜ୍ଞାନ କେନ୍ଦ୍ର ବୋଲି ନୁହଁ, ସବୁ ସେଣ୍ଟରରେ ବି କିଛି କିଛି ଖେଳନା ହେବ, ସବୁ ସେଣ୍ଟରକୁ ବି ଜ୍ଞାନ କେନ୍ଦ୍ର କରାହେବ। ସମସ୍ତେ